रायगढ़ जिला काशीपुर ब्लॉक टिक्किरी अधीनस्थ अधिष्ठत्री देवी माँ गंगादेवी ठाकुराणी नूतन मंदिर प्रतिष्ठा और अग्निभैरवी नूतन मंदिर प्रतिष्ठा पर कलश यात्रा चलचंचल हो उठलाणी। ଏହି କଳସ ଯାତ୍ରା ପାଇଁ ନିକଟସ୍ଥ ପୋଖରୀରୁ ପୂଜାପାଠ ସହ କଳସ ଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ନିକଟସ୍ଥ ପହଞ୍ଚିଥିଲେ। ଏହା ସହ ମନ୍ଦିରକୁ ଫୁଲରେ ସଜା ହୋଇଗଲାଣି। ମନ୍ଦିରର ପୂଜକ ଉପାସକ ଦଣ୍ଡସେନା ଆସନ୍ତା 6 ତାରିଖରୁ ସକାଳୁ କଳସ ଯାତ୍ରା କରି ଅଙ୍କୁରାରୋପଣ ମଣ୍ଡଳକରଣ ହେବାକୁ ଥିବା ବେଳେ 7 ତାରିଖ ଦିନ କର୍ମାରମ୍ଭ, ଅଗ୍ନିସ୍ଥାପନ, ଗର୍ଭାଧାନ, ବନଯୋଗ, 8 ତାରିଖ ଦିନ ରତ୍ନମୁଦ, ମହାସ୍ନାନ, ଶୟନ କାର୍ଯ୍ୟକ୍ରମ ଥିବା ବେଳେ 9 ତାରିଖ ଦିନ ପ୍ରାଣ ପ୍ରତିଷ୍ଠା ଏବଂ 10 ତାରିଖରେ ସିଂହାସନ ଆରୋହଣ, ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ। 2 ଗୋଟି ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ଅଞ୍ଚଳର ସମସ୍ତ ଭକ୍ତବୃନ୍ଦଙ୍କୁ ଯୋଗ ଦେବା ପାଇଁ ମନ୍ଦିର ପ୍ରତିଷ୍ଠା କମିଟିର ସଭାପତି ସନ୍ତୋଷ ମହାନ୍ତି ସୂଚନା ଦେଇଥିଲେ। काशीपुर रंजन कुमार बीडिका रिपोर्ट तीर्थक्षेत्र लाइव।